କୁଜଙ୍ଗ ଥାନାରେ ଗତ 18 ତାରିଖ ଦିନ ରାତିରେ ଆମର ପଙ୍କପାଳରେ ମା ଦୁର୍ଗାଙ୍କ ମନ୍ଦିରରୁ ଚୋରି ହେଇଥିଲା। ଏହି ସଂକ୍ରାନ୍ତରେ ସେଇ ପଙ୍କପାଳର ଆମର ଆଶୁତୋଷ କଣ୍ଠ ବୋଲି ଯିଏ ଅଛନ୍ତି ପ୍ରେସିଡେଣ୍ଟ ଅଛନ୍ତି ଦୁର୍ଗା ପୂଜା କମିଟିର ଆଉ ମନ୍ଦିରର, ସେ ଗୋଟେ ରିପୋର୍ଟ କରିଥିଲେ। ସେଇ ରିପୋର୍ଟ ଆଧାରରେ ସେ ଜଣାଇଥିଲେ ଯେ କେହି ଦୁର୍ବୃତ୍ତ ମନ୍ଦିରରୁ ଚୋରି କରିକି ମାଙ୍କର ଯେଉଁ ପୂଜା ବ୍ୟବହୃତ ଜିନିଷ ପିତ୍ତଳ ବାସନକୁସନ ଘଣ୍ଟି ଦୀପ ଷ୍ଟାଣ୍ଡ ଏବଂ ଅନ୍ୟାନ୍ୟ ଜିନିଷ ତା ସହିତ ଜେନେରେଟର ମଧ୍ୟ ଚୋରି କରାହୋଇଥିଲା। ଆଉ ଏହି ସଂକ୍ରାନ୍ତରେ ଗୋଟେ କେସ୍ଟେ କରାହୋଇଥିଲା ତାଙ୍କ ରିପୋର୍ଟ ଉପରେ 381/25ରେ। ଆଉ ସେଇ ଆଧାରରେ ଆମେ ଇନଭେଷ୍ଟିଗେସନରେ ତଦନ୍ତ ସମୟରେ ଗୋଟେ ଗୁଣ୍ଡି ଆଲିଆ ପ୍ରଶାନ୍ତ କୁମାର ସାହୁ ବୋଲି ଗୋଟେ ପିଲାକୁ ଆମେ ଆପ୍ରିହେଣ୍ଡ କରିଥିଲୁ। ତାକୁ ଇଣ୍ଟରୋଗେସନ୍ କରିସାରିଲା ପରେ ଆମେ ଜାଣିପାରିଲୁ ଯେ ସିଏ ତା ସହିତ ଆଉ 5 ଜଣ ପିଲାଙ୍କୁ ମିଶି ଏହି କାର୍ଯ୍ୟ କରିଛନ୍ତି ବୋଲି। ସେମାନେ ଗୋଟେ ଅର୍ଗାନିକ୍ ୱେରେ ଆଗେ ପ୍ଲାନିଂ କରିକିନି ଏଇ ଜିନିଷଟାକୁ କରିଛନ୍ତି, କାଟିକିନି ମନ୍ଦିରରୁ ଏଇ ଜିନିଷ ଗୁଡ଼ାକ ଚୋରି କରିଛନ୍ତି। ଆଉ ଚୋରି ହେଇଥିବା ଜିନିଷ ଗୁଡ଼ିକ ଗୁଣ୍ଡି ହେଲା ପ୍ରଶାନ୍ତ କୁମାର ସାହୁ ତାର ନିଜ ଘରେ ସେଗୁଡ଼ାକ ଅଲଗା ପିଲାଙ୍କ ସହିତ ମିଶି ଆଣିକି ବ୍ୟବହୃତ କରି ଆଣି ଘରେ ରଖିଥିଲା, ଯେଉଁଟାକି ତାଙ୍କ ଘରୁ ସେଗୁଡ଼ାକ ସବୁ ଯାକ ସିଜର ହେଇଛି। ଆଉ ଆଜି ସେମାନଙ୍କରେ କୋର୍ଟ ଗିରଫ ହେଇକି ସେ ଅନୁସାରେ କୋର୍ଟକୁ ଫରୱାର୍ଡ଼ କରାଯିବେ। ଆଉ ଏମାନଙ୍କର ସମସ୍ତଙ୍କର ଯେଉଁ ଅଛି ଯେଉଁ ଆପ୍ରିହେଣ୍ଡ ହେଇଛନ୍ତି ଆକ୍ୟୁଜ ଅଛନ୍ତି ସେମାନଙ୍କ ନାଁରେ 1ରୁ ଅଧିକା କେସେସ୍ ସମସ୍ତଙ୍କ ନାଁରେ ଅଛି। ଆଉ ଅଲଗା ଯେଉଁ ଆମର ବର୍ଡରିଂ ପିଏସ୍ ଥାନା ଅଞ୍ଚଳରେ ମଧ୍ୟ ଯେଉଁ ଚୋରି ହେଇଛି ସେଥିରେ ମଧ୍ୟ ତାଙ୍କର ସମ୍ପୃକ୍ତି ଯାହା ଆସୁଛି ସେଇଟା ତଦନ୍ତ ସାପେକ୍ଷ ଅଛି। ସେ ଅନୁସାରେ ଆମେ ଭେରିଫାଏ କରିବୁ ଆଉ ଫର୍ଦର କୋର୍ସ ଅଫ୍ ଆକ୍ସନ୍ କରିବୁ।